आपण मानक 77तम साधारणतंत्र दिवस हार्दिक शुभेच्छा जनावुछि। जय हिंद, वंदे उत्कल जननी, भारत माता की जय, जय माई भौज। श्यालोक कुमार कानूनगो रिजर्व इन्स्पेक्टर पुलिस मयूरभंज को तत्वावधान वर्तमान आगे चली पैरेड कमांडर जातीय पताका को सम्मान जनाई अग्रसर होती माटी जाति जो वीर जवान ए देश को स्वाधीनता अर्पण करते आज 77तम साधारणतंत्र दिवस माटी को सम्मान जनाउछन्ति एवं तिरंगा पताका को सम्मान जनाइबाई आज उपस्थित अच्छा आम गहन विभिन्न स्कूल कॉलेज विभिन्न विभाग तरफ आसिथिबा पैरेड समुदाय 32टी ट्रुप आज ये अंशग्रहण कर देखुं सुंदर भाव हाथ को हाथ कांध को कांध मिलई पदपात धरणीर धूसर छाती धरणीर धूसर छाती प्रथम पान कर वीर जवान मैंने वीर मान पदपात प्रथम होता भारत माता वीर मान पदध्वनि जागृत होता भारतीय मैंने वीर मान ऐक्य काल एकतार बांधि होता कन्याकुमारी ठारू काश्मीर से जातीयता बोधर स्मरण से पहाड़ी झरणा कोण कोण निनाद धरी आसुची। वर्तमान परेड कमांडेंट श्री आलोक कानूनगो सलामी मंच पाखापाखि गले से वर्तमान मुख्य अतिथि को अभिवादन जनाइबा संगे संगे जातीय पताका को सम्मान जनाउछन्ति। तापरे परे रहिछन्ति हमर ओएसपी 5th बटालियन बारिपदा से वर्तमान सलामी मंच अतिक्रम करते मुख्य अतिथि को अभिवादन जनाइबा संगे संगे राष्ट्रीय पताका को सम्मान जनाई सभा मंच अतिक्रम करते डिस्ट्रिक्ट होमगार्ड ऑर्गेनाइजेशन वर्तमान सलामी मंच को पाखे मुख्य अतिथि को सम्मान जनाई राष्ट्रीय पताका को सम्मान जनाउछन्ति। ओड्राफ्ट 5th बटालियन बारिपदा से वर्तमान मुख्य अतिथि को अभिवादन जनाइबा संगे संगे राष्ट्रीय झंडा को सलामी जनाउछन्ति। एमपीसी ऑटोनोमस कॉलेज सीनियर डिवीजन एमसीसी मुख्य अतिथि को अभिवादन जनाइबा संगे संगे राष्ट्रीय पताका को सम्मान जनाउछन्ति। एमकेसी हाई स्कूल बारिपदा एमसीसी एमपीसी ऑटोनोमस कॉलेज तकतपुर एनएसएस असंजोड़ा कन्याश्रम एनसीसी एमपीसी ऑटोनोमस कॉलेज तकतपुर
ତାପରେ ପରେ ରହିଛନ୍ତି ଆମର ଗଭର୍ଣ୍ଣମେଣ୍ଟ ଓମେନ୍ସ କଲେଜ ବାରିପଦା NSS। ସେମାନେ ବର୍ତ୍ତମାନ ମୁଖ୍ୟ ରହିଛନ୍ତି ସ୍କାଉଟର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁଳସୀ ଚଉରା। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ତାପରେ ପରେ ରହିଛନ୍ତି ଆମର ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିର ସ୍କାଉଟ। ତାପରେ ପରେ ରହିଛନ୍ତି ଆମର ଶ୍ରୀ ଶ୍ରୀ ହରିବର୍ଦ୍ଧନ ଶିଶୁ ମନ୍ଦିର। ତାପରେ ପରେ ରହିଛନ୍ତି ସେଣ୍ଟ ଆନିସ୍ କନଭେଣ୍ଟ ସ୍କୁଲ ଗାଇଡ। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ତାପରେ ପରେ ରହିଛନ୍ତି ଆମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇଡ ତୁଳସୀ ଚଉରା। ତାପରେ ପରେ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିର ଗାଇଡ। ତାପରେ ପରେ MPK ଗାର୍ଲସ ହାଇ ସ୍କୁଲ ବାରିପଦା ଗାଇଡ। ତାପରେ ଆରମ୍ଭ ହେବ ରେଡ୍ କ୍ରସ୍ ଗ୍ରୁପ। ରେଡ୍ କ୍ରସ୍ ଗ୍ରୁପରେ ପ୍ରଥମେ ରହିଛନ୍ତି କମଳା ନେହେରୁ ହାଇସ୍କୁଲ ରେଡ୍ କ୍ରସ୍। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଅଭିବାଦନ ଜଣାଇବା ସଙ୍ଗେ ସଙ୍ଗେ ଜାତୀୟ ପତାକାକୁ ସମ୍ମାନ ଜଣାଇ ସଭାମଞ୍ଚ ଅତିକ୍ରମ କରୁଛନ୍ତି। ତାପରେ ପରେ ରହିଛନ୍ତି ଆମର MPK ଗାର୍ଲସ ହାଇସ୍କୁଲ ରେଡ୍ କ୍ରସ୍। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିକୁ ଅଭିବାଦନ ଜଣାଇ ରାଷ୍ଟ୍ରୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ତାପରେ ପରେ ରହିଛନ୍ତି SBS ସିରିଜ ପରି। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ଏବେ ଆପଣ ସିଭିଲିଆନ ସେଣ୍ଟ ଆନିସ୍ କନଭେଣ୍ଟ ସ୍କୁଲ ସିଭିଲିଆନ। ତାପରେ ପରେ ରହିଛନ୍ତି ଶ୍ରୀ ସତ୍ୟସାଇ ବିଦ୍ୟାବିହାର ସ୍କୁଲ ସିଭିଲିଆନ। ତାପରେ ପରେ ଆମର ରହିଛନ୍ତି ଶ୍ରୀ ସତ୍ୟସାଇ ବିଦ୍ୟାବିହାର ବଏଜ ସିଭିଲିଆନ। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଉଛନ୍ତି। ତାପରେ ପରେ ରହିଛନ୍ତି ଆମର ସେକ୍ରେଟ ସନସାଇନ୍ ସ୍କୁଲ ସିଭିଲିଆନ। ତାପରେ ପରେ ଆମର ରହିଛନ୍ତି ସେଣ୍ଟ ଜେଭିୟର ସ୍କୁଲ ବାରିପଦା ସିଭିଲିଆନ ସେଣ୍ଟ ଜେଭିୟର ସ୍କୁଲ ବାରିପଦା। ତାପରେ ପରେ ରହିଛନ୍ତି ଆମର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସିଭିଲିଆନ ଗ୍ରୁପ। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ସଙ୍ଗେ ସଙ୍ଗେ ଜାତୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ତାପରେ ପରେ ଆପଣ ରହିଛନ୍ତି ଆମର ସେଣ୍ଟ ଆନିସ୍ କନଭେଣ୍ଟ ସ୍କୁଲ ବଏଜ ସିଭିଲିଆନ। ତାପରେ ପରେ ରହିଛନ୍ତି ଆମର ବିବେକା ଭେଙ୍କଟେଶ୍ୱର ସ୍କୁଲ ବାରିପଦା ସିଭିଲିଆନ। ତାପରେ ରହିଛନ୍ତି ଆମର ବିବେକାନନ୍ଦ ଶିକ୍ଷାଶ୍ରମ କେନ୍ଦ୍ର ସିଭିଲିଆନ। ସେମାନେ ବର୍ତ୍ତମାନ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ସଙ୍ଗେ ରାଷ୍ଟ୍ରୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ତାପରେ ରହିଛନ୍ତି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସିଭିଲିଆନ। ତାପରେ ରହିଛନ୍ତି ଆମର ସେଣ୍ଟ ମେଡିକାଲ ସ୍କୁଲ ରଘୁନାଥପୁର ସିଭିଲିଆନ। ସେମାନେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଉଛନ୍ତି। ତାପରେ ରହିଛନ୍ତି ପୋଲିସ ହାଇସ୍କୁଲ ସିଭିଲିଆନ। ସେମାନେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ସଙ୍ଗେ ସଙ୍ଗେ ଜାତୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ତାପରେ ଆମର ରହିଛନ୍ତି ଆମର ପୋଲିସ ଭାଇମାନଙ୍କର ପୋଲିସ ବ୍ୟାଣ୍ଡ। ସେମାନେ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବା ସଙ୍ଗେ ସଙ୍ଗେ ଜାତୀୟ ପତାକାକୁ ସମ୍ମାନ ଜଣାଉଛନ୍ତି। ପରେ ପରେ ଆମ ଜିଲ୍ଲାର ବିକାଶର ଗାଥାକୁ ବହନ କରି ପ୍ରତିଟି କ୍ଷେତ୍ରରେ ଯେ ବିକାଶର ରଥ ରହୁଛି। ବର୍ତ୍ତମାନ ଜାତୀୟ ସଡ଼କ ସୁରକ୍ଷା ରାଷ୍ଟ୍ରଙ୍କ ତରଫରୁ ପ୍ରଜ୍ଞାପିତ ହେଉଛି। ତାଙ୍କର ବିକାଶର ଗାଥା ଯେଉଁ ବିକାଶର ବାର୍ତ୍ତା ସବୁଠି ପହଞ୍ଚୁଛି ତାକୁ ପ୍ରଜ୍ଞାପିତ ହେଉଛି ଏବଂ ଉଦ୍ୟାନ କୃଷି ତରଫରୁ ଚାଷୀ ଭାଇମାନେ କେମିତି ସୁନ୍ଦର ଭାବରେ ଚାଷ କରି ଜୀବନ ବାଣ୍ଟୁଛନ୍ତି। ଏବେ DRDO ତରଫରୁ ପ୍ରଜ୍ଞାପିତ ହେଉଛି। ପରେ ପରେ ଉଲ୍ଟା
କୌଣସି ବିକୃତି ବାଦଲିଆ ମରିଗଲା ପ୍ରଜ୍ଞାପନ କରୁଛନ୍ତି ସେମାନଙ୍କର ସେବା ଯେଉଁ ସମର୍ପିତ ଅଛି ଜାତି ପାଇଁ ମାଟି ପାଇଁ ମଣିଷମାନଙ୍କ ପାଇଁ ଦୁର୍ଗମ ମଣିଷମାନଙ୍କ ପାଇଁ କେମିତି ଯେତେବେଳେ ମଣିଷ ବିପଦରେ ପଡ଼ିଥାଏ ଆପଣମାନେ ଦେଖୁଛନ୍ତି ପ୍ରଜ୍ଞାପନ ହେଉଛି କେତେ ସୁନ୍ଦର ଭାବରେ ପାଣି ଭିତରେ ଯେଉଁ ମଣିଷ ମୃତ ମଣିଷକୁ ଖୋଜିବାରେ ଉଡ୍ରାଫମାନେ ଏବଂ ପାଣି ଭିତରେ ବୁଡ଼ି ଯାଇଥିବା ମଣିଷକୁ ଡଙ୍ଗା ସାହାଯ୍ୟରେ କେମିତି ସେମାନେ ଉଦ୍ଧାର କରନ୍ତି ପରେ ଏ ମାଟିର ଯେଉଁ ବାଦ୍ୟଯନ୍ତ୍ର ଯେଉଁ କଳା କୌତୂହଳ ଯେଉଁ ସଂସ୍କୃତି ପରମ୍ପରା ଯାହା ପାଇଁ ମୁଁ ଗର୍ବିତ ହୋଇଥାଉ ମୟୂରଭଞ୍ଜ ଭାବେ ସେଇ ବାଦ୍ୟଯନ୍ତ୍ର ତାଳେ ତାଳେ ମୁଣ୍ଡରେ କଳାସ ରଖି ଯେଉଁ ଆଦିବାସୀ ଭାଇ ଭଉଣୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ବନ୍ଦେ ଭାରତ ମାତା ବିଜୟ ଯେଉଁ ଭାରତ ମାତା ପ୍ରଜ୍ଞାପନ କରୁଛନ୍ତି ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ତରଫରୁ ପ୍ରଜ୍ଞାପିତ ହେଉଛନ୍ତି ଏ ମାଟି ପାଇଁ ଏ ଜାତି ପାଇଁ ଏ ମଣିଷ ମାନଙ୍କ ପାଇଁ ଆମେ ସବୁବେଳେ ତୟାର ହୋଇ ରହିଛୁ ଏବଂ ଆମେ ଦେଶର ବିକାଶ ପାଇଁ ସବୁବେଳେ ହାତକୁ ହାତ ଛନ୍ଦ ଦେଇଛୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ मुख्य अतिथि श्रीयुक्त अवकांत सहाय जिलापाल और आरक्षी अधीक्षक उपस्थित पुरस्कार ग्रहण करते मंच में स्विमिंग ब्रोंज पदक हासिल कर पारालंपिक रंजन कुमार हास्ता महोदय को मुख्य अतिथि कर कमल एवं आरक्षी अधीक्षक कर कमल पुरस्कार ग्रहण कर मंच उपर रंजन कुमार हास्ता ये माटी को गर्वित कर